ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ମୋର ଏଇ ଲର୍ନ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା ବିଶେଷ୍ୟ ଓ ବିଶେଷଣ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଯେଉଁଗୁଡ଼ାକି ତୁମର ସବୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିହାତି ଦରକାର। ତ ଏଇ ବିଶେଷ୍ୟ କ'ଣ ଜାଣିବା ପୂର୍ବରୁ ଆମେ ପ୍ରଥମେ ଶବ୍ଦ କ'ଣ ଜାଣିବା, ଶବ୍ଦ ପରେ ପଦ କ'ଣ ଜାଣିବା, ତାପରେ ବିଶେଷ୍ୟର ପଦର ବିଭାଗୀକରଣ କରିକିରି ବିଶେଷ୍ୟ ବିଶେଷଣକୁ ଆଲୋଚନା କରିବା। ତ ପ୍ରଥମେ ଶବ୍ଦ କାହାକୁ କୁହାଯାଏ? ଭାଷାରେ କେତେ ଗୁଡ଼ିଏ ଧ୍ୱନି ସଂକେତ ଶୃଙ୍ଖଳିତ ଭାବେ ବ୍ୟବହୃତ ହୋଇ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କଲେ ତାହାକୁ ଶବ୍ଦ କୁହାଯାଏ। ତାହେଲେ ଭାଷାରେ କେତେ ଗୁଡ଼ିଏ ଧ୍ୱନି ସଂକେତ ଶୃଙ୍ଖଳିତ ଭାବେ ବ୍ୟବହୃତ ହୋଇ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରିବ। ଧ୍ୱନି ସଂକେତ ଶୃଙ୍ଖଳିତ ଭାବରେ, ଯେମିତିକି ଆମେ ଗୋଟେ କଲମ, କଲମ ଗୋଟିଏ ଶବ୍ଦ, କିନ୍ତୁ ଯଦି ମୁଁ ମକଲ କହିବି ତ ଏଇ ଗୋଟେ ଶୃଙ୍ଖଳିତ ଶବ୍ଦ ନୁହଁ, ଯାହାର କି ଗୋଟେ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ ପାଉନି। ଯଦି ମୁଁ କଲମ କହୁଛି, ଆପଣମାନେ ବୁଝିପାରୁଛନ୍ତି ଯେ କଲମ ଗୋଟିଏ କିଛି ଗୋଟେ ଲେଖିବା ଜିନିଷ, କି ଆମେ ସେଥିରେ ଲେଖୁ କୌଣସି ଜିନିଷରେ। ତ କିନ୍ତୁ ମକଲ କହିଲେ କି ଛଗ କହିଲେ, ଗଛ କହିଲେ ବୁଝିପାରୁଛ, କିନ୍ତୁ ଛଗ କହିଲେ ବୁଝିପାରିବ କି ତମେମାନେ? ତ ସେ ହେଇପାରିବନି। ତ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିବ ଆଉ ଧ୍ୱନି ସଂକେତ ଶୃଙ୍ଖଳିତ ଭାବରେ ଉଚ୍ଚାରଣ କରାଯାଉଥିବ, ସେଠି କ'ଣ ହବ ନା ତାକୁ ଆମେ ଶବ୍ଦ ବୋଲି କହିବା। ଶବ୍ଦ ଉପଯୁକ୍ତ ଅର୍ଥରେ ଅର୍ଥାତ୍ ବିଭକ୍ତିଯୁକ୍ତ ହୋଇ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ଆମେ ପଦ କହୁ। ତ ଶବ୍ଦ କ'ଣ ହବ? ଖାଲି ଶବ୍ଦକୁ, ପଦଟାକୁ ଆମେ କ'ଣ କାହାକୁ କହିବା? ଶବ୍ଦ କ'ଣ ହବ ନା ଉପଯୁକ୍ତ ରୂପରେ ବିଭକ୍ତିଯୁକ୍ତ ହୋଇ, ବିଭକ୍ତିଯୁକ୍ତ ମାନେ ରାମ ବଜାରକୁ ଗଲା। ତ ଏଠି ବଜାରକୁ କୁ ମାନଙ୍କୁ ଦ୍ୱିତୀୟ ବିଭକ୍ତିର ପ୍ରୟୋଗ କରାଯାଇଛି। ତ ଏଇ ବିଭକ୍ତିଯୁକ୍ତ ହୋଇ ଯଦି ବାକ୍ୟରେ ପ୍ରୟୋଗ କରାଯିବ ତାହେଲେ ତାକୁ ଆମେ ପଦ କହିବା। ସାଧାରଣତଃ ଆମେ ଯଦି ପଦର ବିଭାଗୀକରଣ କରିବା, ପଦକୁ 5 ଭାଗରେ ବିଭକ୍ତ କରାଯାଇଥାଏ, ଯେଉଁଟାକି ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ ଆଉ କ୍ରିୟା। ଭଲସେ ମନେ ରଖ, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ ଓ କ୍ରିୟା। ତ ଆଜିର ବିଷୟବସ୍ତୁ ହେଉଛି ବିଶେଷ୍ୟ। ବିଶେଷ୍ୟ କାହାକୁ କୁହାଯାଏ? ତାର ସଂଜ୍ଞା କ'ଣ? ତ ଯେଉଁ ପଦ କୌଣସି ନାମକୁ ପ୍ରକାଶ କରେ ତାକୁ ଆମେ ବିଶେଷ୍ୟ ପଦ କହିଥାଉ। କୌଣସି ଗୋଟିଏ ନାମକୁ ପ୍ରକାଶ କରୁଥିବ, ଯାହାକୁ ଇଂଲିଶରେ କୁହନ୍ତି ନାଉନ୍ ବୋଲି କୁହନ୍ତି, ତ ତାକୁ ଆମେ ବିଶେଷ୍ୟ ବୋଲି କହିବା। ଏହି ନାମ କୌଣସି ବ୍ୟକ୍ତି, ଜାତି, ବସ୍ତୁ, ଗୁଣ ବା କ୍ରିୟାର ନାମ ହୋଇଥାଏ। ଇଂରାଜୀରେ କୁହାଯାଏ ଏ ନାଉନ୍ ଇଜ୍ ଏ ନେମିଂ ୱାର୍ଡ। ତ ସିଏ ଯେକୌଣସି ଗୋଟିଏ ନାମ ହେଇଥିବା ଦରକାର। ଗୋଟେ ବ୍ୟକ୍ତିର ହେଇପାରେ, କୌଣସି ଜାତିର ହେଇପାରେ, କୌଣସି ବସ୍ତୁର ହେଇପାରେ, ଗୁଣର ହେଇପାରେ କି କ୍ରିୟାର ହେଇପାରେ। ତାହେଲେ ଆମେ ଗୋଟେ ଗୋଟେ କରି ଏବେ ବୁଝିବା। ଏ ଯେଉଁ ବିଶେଷ୍ୟର ଶ୍ରେଣୀ ବିଭାଗ କରାଯାଇଛି ତାକୁ କେତେ ଭାଗରେ ବିଭକ୍ତ କରାଯାଇଛି? ବିଶେଷ୍ୟର ଶ୍ରେଣୀ ବିଭାଗ 5 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ବ୍ୟକ୍ତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ ଓ ଗୁଣବାଚକ ବିଶେଷ୍ୟ। ମନେ ରଖିଥିବ ପିଲାମାନେ। ତ ପ୍ରଥମେ ଆମେ ଆଲୋଚନା କରିବା ବ୍ୟକ୍ତିବାଚକ ବିଶେଷ୍ୟ। ତ ବ୍ୟକ୍ତିବାଚକ ବିଶେଷ୍ୟ କାହାକୁ କୁହାଯାଏ? ଯେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମକୁ ବୁଝାଏ ତାହାକୁ ବ୍ୟକ୍ତିବାଚକ ବିଶେଷ୍ୟ କୁହାଯାଏ। କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମକୁ ବୁଝାଉଥିବ। ବ୍ୟକ୍ତିର ନାମକୁ ଛାଡ଼ି ମଧ୍ୟ ଦେଶର ନାମକୁ ବୁଝାଇପାରେ, ପର୍ବତର ନାମକୁ ବୁଝାଇପାରେ, ଗ୍ରାମର ନାମକୁ ବୁଝାଇପାରେ, ସହରର ନାମକୁ ବୁଝାଇପାରେ। ଏ ସମସ୍ତ ନାମକୁ ବୁଝାଉଥିବ ଯେତେବେଳେ ଏହା କ'ଣ ହବ? ବ୍ୟକ୍ତିବାଚକ ବିଶେଷ୍ୟ। ଯେମିତି ଅଛି କ'ଣ? ରାମ, ଗୋବିନ୍ଦ, ଗୋପାଳ, ମଧୁସୂଦନ, ଏସବୁ ହେଉଛି ଗୋଟେ ଗୋଟେ ବ୍ୟକ୍ତିଙ୍କ ନାମ। ତାପରେ କ'ଣ ହେଲା? ରୁଷିଆ, ଭାରତ, ପାକିସ୍ତାନ, ଜାପାନ, ଆମେରିକା, ଇଏ ଗୋଟେ ଦେଶର ନାମ। ଦେନ୍ ଦେଖିବା ହିମାଳୟ, ବିନ୍ଧ୍ୟ, ଦେଓମାଳି, ଇଏ ଗୋଟେ ଗୋଟେ କ'ଣ? ପର୍ବତର ନାମ। କଟକ, ପୁରୀ, ଭୁବନେଶ୍ୱର, ଆଗ୍ରା, ଲଣ୍ଡନ, କାନପୁର, ଏସବୁ ହେଉଛି ଗୋଟେ ଗୋଟେ ସହରର ନାମ। ତ ବିଡ଼ାନାସୀ, କାଇପଡ଼ା, କୃଷ୍ଣନଗର, ଇନ୍ଦୁପୁର, ଗୋପାଳପୁର, ଏସବୁ ଗୋଟେ ଗୋଟେ ଗ୍ରାମର ନାମ। ସେମିତି ରାମାୟଣ, ରସକଲ୍ଲୋଳ, ମହାଭାରତ,
ये सब गोटे गोटे पुस्तकर नाम। तो व्यक्तिवाचक विशेष्यकु नामवाचक विशेष्य बा संज्ञावाचक विशेष्य कहा जाए। तो ये जो व्यक्तिवाचक विशेष्यर अन्य नाम होची संज्ञावाचक विशेष्य। तो प्रथमे आमे जिबा व्यक्तिवाचक विशेष्य सरीगला। तापरे आमर 2 नंबर को जिबा जातिवाचक विशेष्य। अच्छा, जातिवाचक विशेष्य पुणी कौन? जातिवाचक विशेष्य क्या कहा जाए? कौन सी पद जो विशेष्य एक गोष्ठी समूह श्रेणी बा जाति को बुझाए ताहाकू आमे जातिवाचक विशेष्य कहबा। गोटे समूह को बुझाउथिबो। व्यक्तिवाचक हेले एक हेले समूह हेले समूह, गोटे गोष्ठी, गोटे समूह, गोटे श्रेणी, गोटे जाति को बुझेइले ताकू आमे जातिवाचक विशेष्य बोली कहबा। अन्य अर्थरे कहले जेउ नाम एकाधिक व्यक्ति बा संज्ञावाचक विशेष्यर साधारण नाम ताहाकू जातिवाचक विशेष्य कहा जाए। एकाधिक व्यक्ति आउ संज्ञावाचक विशेष्यर साधारण नाम को आमे जातिवाचक विशेष्य कही थाउ। व्यक्ति बा नामवाचक विशेष्यर समाहार हेउची जाति। ताहले आमे उदाहरण गुड़ाक देखिदबा जोटा कि तुम परीक्षा रे पड़ुची अधिकांश समय कोउटा जातिवाचक कोउटा व्यक्तिवाचक। प्रथमे जातिवाचक गुड़ाक देखिदबा। तो उदाहरण गुड़ाक मनीष, गाई, छेली, गछ, नदी, पर्वत, माछ ये सब होची जातिवाचक विशेष्य। मनीष गोटे जाति। मनीष गोटे जाति केमिति? आमर विभिन्न प्रकार मनीष अछंती। कला अछंती, गोरा अछंती, ता भितर विभिन्न प्रकार जातिर अछंती जेमिति कि ब्राह्मण, क्षत्रिय, वैश्य, शूद्र। सेमिति गाई रे भी विभिन्न प्रकार गाई अछंती। छेली रे भी विभिन्न रकमर विभिन्न रंगर छेली अछंती। गछ भी विभिन्न प्रकार, जोटा कि समूह को सूचना दिए, गोटे गोष्ठी को सूचना दिए, ताकू आमे जातिवाचक विशेष्य कहबा। तो गोटे उदाहरण आमे दिबा मनीष मरणशील। एठी मनीष होउची गोटे जातिवाचक विशेष्य। जातिवाचक विशेष्य कौन? मनीष। तापर देखिबा कुकुर भली विश्वासी केही नाही। एठी कुकुर होउची कौन? जातिवाचक विशेष्य। छात्र माने शिक्षकों को भक्ति करिबा उचित। एठी छात्र माने शिक्षकों को ये होची जातिवाचक विशेष्य। छात्र रे विभिन्न प्रकार छात्र अछंती, सेमानंकर भिन्न भिन्न नाम अछि। सेमिति शिक्षकंकर भी भिन्न भिन्न नाम अछि। किए इंग्राजी शिक्षक, किए इतिहास शिक्षक, किए साहित्य शिक्षक। तो ये सब होची गोटे गोटे जाति। तो आम गाई रो नाम चंपा। एठी गाई होची गोटे जातिवाचक विशेष्य। जदि चंपा पाखकू जिबा, चंपा गोटे नामवाचक विशेष्य। तो जातिवाचक बुझी पारलो पिला माने। तो नेक्स्ट आमे देखिबा वस्तुवाचक विशेष्य। वस्तुवाचक विशेष्य क्या कहा जाए? जो विशेष्य पद कौनसी वस्तुर नाम को बुझाए ताहाकू वस्तुवाचक विशेष्य कहा जाए। कौनसी गोटे वस्तुर नाम को, से वस्तु सुना हो पारे, रूपा हो पारे, काठ, पानी, एगुड़ाक सब होची गोटे गोटे वस्तुर नाम को बुझाउथिबो। ताहले आमे उदाहरण देखिबा कौन कौन अछि। तो तेबे वस्तुवाचक जातिवाचक विशेष्य अवबोधरे किछिटा पार्थक्य अछि। चौकी जातिवाचक, काठ होची वस्तुवाचक। तेबे आमे वस्तुवाचक उदाहरण देखिबा। माटी को खंड खंड करिदेले माटी रहिबो, मात्र माटी हांडी को भांगी देले आउ ता हांडी होई रही परिबो नाही। अतएव काठ, माटी, कागज ये सब होची कौन? वस्तुवाचक। आउ खट, छवि, हांडी प्रभृति जातिवाचक। तो तापरे नेक्स्ट आसला गुणवाचक विशेष्य। गुणवाचक कौन? कौनसी पदगुड़िक ଯେଉଁ पदगुड़िक कौनसी गुणर नाम को बुझाती ताहाकू गुणवाचक विशेष्य कहा जाए। कौनसी गुण को साधुता, भद्रता, नम्रता, सहनशीलता, भल गुण, खराब गुण ये सब गोटे गोटे गुणवाचक शब्द। जेमिति कि उदाहरण रे साधुता एक उत्तम गुण। साधुता गोटे गुण को सूचाउछि, तो उत्तर हबो साधुता। तो नेक्स्ट जिबा क्रियावाचक विशेष्य पाखकू। ଯେଉଁ पद गुड़िक कौनसी निर्दिष्ट क्रिया बा कर्मर नाम को बुझाती ताकू क्रियावाचक विशेष्य कहा जाए। तो कौनसी निर्दिष्ट क्रियार नाम को बा कर्मर नाम को बुझाउथिबो। क्रिया कौन? कर्ता को जे कार्य करिबाकू, जे कार्य करे ताकू क्रिया कहा जाए। कौनसी कार्य गोटे हेउथिबो, जे से पहरुछि,
ଏଠି ପହଁରୁଛି ହେଉଛି ଗୋଟିଏ କ୍ରିୟା। ପହଁରିବା ଏକ ଉତ୍ତମ ବ୍ୟାୟାମ। ତ ପହଁରିବା ଗୋଟିଏ କ୍ରିୟା। ଗୋବିନ୍ଦ ନାଉରିଆକୁ ଡଙ୍ଗା ଆଣିବାକୁ କହୁଛି ଗୋଟିଏ କ୍ରିୟା। ତ ସଭା ସମିତିରେ କହିବା ସହଜ କଥା ନୁହେଁ, କହିବା ଗୋଟିଏ କ୍ରିୟା। ତ ଏ ସବୁ ହେଉଛି ଗୋଟିଏ ଗୋଟିଏ କ୍ରିୟା। ତ ଦେଖିବା କିଛିଟା ଉଦାହରଣ ଦେଖିବା କୋଉଟା କ'ଣ। ତ ପିତୃସତ୍ୟ ପାଳନ କରି ରାମ ବଣକୁ ଯାଇଥିଲେ। ଏଠି ରାମ ହେଉଛି ନାମବାଚକ ବିଶେଷ୍ୟ। ତାପରେ ଗାନ୍ଧୀଜୀ ରାମ ରାଜ୍ୟର ପରିକଳ୍ପନା କରିଥିଲେ। ରାମ ରାଜ୍ୟ ହେଉଛି ଗୋଟିଏ ବିଶେଷଣ ପଦ। ସୁନା ଗୋଟିଏ ହେଉଛି ବସ୍ତୁବାଚକ ବିଶେଷ୍ୟ। ତାପରେ ସୁନା ପିଲା ହେଉଛି ରାମ ଗୋଟିଏ ସୁନା ପିଲା, ଏଠି ହେଉଛି ବିଶେଷଣ। ତ ନେକ୍ସଟ ଦେଖିବା କ'ଣ ଅଛି। ବିଶେଷ୍ୟ ପିଲା ଆମର ସରିଗଲା। ଏବେ ଆମେ ବିଶେଷଣ ପାଖକୁ ଯିବା। ବିଶେଷଣ କାହାକୁ କୁହାଯାଏ? ଆଉ ଯଦି ତୁମେ ପ୍ରଥମ କରି ଏଇ ଚ୍ୟାନେଲରେ ନୂଆ ଏଇ ଭିଡ଼ିଓ ଦେଖୁଛ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଆଉ ଯେଉଁ ବିଷୟ ଉପରେ ତୁମର କିଛି ଡାଉଟ୍ ଅଛି ତ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବ। ତ ଆମେ ଏବେ ଆରମ୍ଭ କରିବା ବିଶେଷଣ ପଦ। ବିଶେଷଣ କାହାକୁ କୁହାଯାଏ? ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ବା ନିର୍ଦ୍ଦିଷ୍ଟତାକୁ ପ୍ରକାଶ କରେ ତାହାକୁ ଆମେ ବିଶେଷଣ ପଦ କହିଥାଉ। ତ ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣକୁ ପ୍ରକାଶ କରୁଥିବ ତାହାକୁ ଆମେ ବିଶେଷଣ ପଦ କହିବା। ଅନ୍ୟ ପକ୍ଷରେ କ'ଣ ଯଦି ଆଉ ଟିକେ ସରଳ କରି ତାକୁ କହିବା, ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣକୁ ଯିଏ ସୂଚିତ କରିଥାଏ ତାହାକୁ ଆମେ ବିଶେଷଣ ବୋଲି କହିଥାଉ। ତ ଦେଖିବା, ବୁଢ଼ା ଲୋକଟି ବାଡ଼ି ଧରି ଚାଲୁଅଛି। ଏଠି ବୁଢ଼ା ଲୋକଟି, ଏଠି ଲୋକ ଯଦି ତମେ ଦେଖିବ, ଲୋକ ହେଉଛି ଗୋଟିଏ ବିଶେଷ୍ୟ। କୋଉ ବିଶେଷ୍ୟ? ଜାତିବାଚକ ବିଶେଷ୍ୟ। ତ ଏଠି ଯେତେବେଳେ ବୁଢ଼ା ପଳେଇ ଆସୁଛି, ବୁଢ଼ା ଗୋଟେ ହେଉଛି ବିଶେଷଣ। ଲୋକଟି ବୁଢ଼ା, ବୁଝିପାରୁଛ? ତ ସରଳ ଲୋକଟି ଆଜିକାଲି ପ୍ରତାରଣାର ଶିକାର ହେଉଛି। ଏଠି ଲୋକ ବି ହେଉଛି କ'ଣ? ଗୋଟେ ଜାତିବାଚକ ବିଶେଷ୍ୟ। କିନ୍ତୁ ଲୋକଟି କିପରି? ସରଳ। ତ ସରଳ ଗୋଟେ ହେଉଛି ବିଶେଷଣ। ଏମିତି ପିଲାମାନେ ତ ସବୁ ମନେ ରଖିବ। ତାପରେ ଆମେ ନେକ୍ସଟ ବିଶେଷଣର ପ୍ରକାର ଭେଦ ଆଡ଼କୁ ଯିବା। ପ୍ରଥମେ ଆମର ହେଉଛି ବିଶେଷ୍ୟର ବିଶେଷଣ। ଯେଉଁ ବିଶେଷଣ ପଦ ବିଶେଷ୍ୟର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ ଆଦିକୁ ପ୍ରକାଶ କରେ ତାହାକୁ ବିଶେଷ୍ୟର ବିଶେଷଣ କୁହାଯାଏ। ବିଶେଷ୍ୟର ବିଶେଷଣ, ଏଠି ବାଳିକା ଗୋଟିଏ ବିଶେଷ୍ୟ। ତ ସୁନ୍ଦରୀ ବାଳିକା ହେଲେ ଇଏ ହେଉଛି ବିଶେଷଣ। ଆକାଶଟି କିପରି? ନୀଳ। ଆକାଶକୁ ବିଶେଷିତ କରୁଛି, ସେଥିପାଇଁ ନୀଳ ହେଉଛି ବିଶେଷଣ। ଆକାଶ ହେଉଛି ବିଶେଷ୍ୟ। ଭଙ୍ଗା ଘର, ଏଠି ଘର ହେଉଛି ବିଶେଷ୍ୟ, ଭଙ୍ଗା ହେଉଛି ବିଶେଷଣ। ତ ତାପରେ ଆସିଲା ଗୁଣବାଚକ ବିଶେଷଣ। ଗୁଣବାଚକ ବିଶେଷଣ ଆମେ କାହାକୁ କହିବା? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ଗୁଣକୁ ପ୍ରକାଶ କରେ ତାହାକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ତ ଏଠି ଅଛି କଞ୍ଚା ଲଙ୍କା। ଏଠି ଲଙ୍କା ଗୋଟିଏ ହେଉଛି ବିଶେଷ୍ୟ, ଗୋଟିଏ ନାମବାଚକ ବିଶେଷ୍ୟ। ଲଙ୍କାଟିର ଗୁଣ କିପରି? କଞ୍ଚା। ତ ସେମିତି ଖଟା କମଳା, କମଳା ଗୋଟିଏ ହେଉଛି ବିଶେଷ୍ୟ। କମଳାଟି କିପରି ଗୁଣ? କମଳାର ଗୁଣ ହେଉଛି ଖଟା। ତ ସେମିତି ଗଭୀର ଜଳ, ଜଟିଳ ପ୍ରଶ୍ନ, ସରଳ ଲୋକ, ନୀଳ ସମୁଦ୍ର, ଏ ସବୁ ହେଉଛି ଗୋଟେ ଗୋଟେ ଗୁଣବାଚକ ବିଶେଷଣ। ଏଠି କଞ୍ଚା, ଖଟା, ଗଭୀର, ଜଟିଳ, ସରଳ, ନୀଳ, ଏ ସବୁ ଗୋଟେ ଗୋଟେ ଗୁଣବାଚକ ବିଶେଷଣର ଉଦାହରଣ। ତ ନେକ୍ସଟ ଆମେ ଯିବା ଅବସ୍ଥାବାଚକ ବିଶେଷଣ ପାଖକୁ। ଅବସ୍ଥାବାଚକ ବିଶେଷଣ ପଦ କାହାକୁ କୁହାଯାଏ? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ ଅବସ୍ଥାକୁ ବୁଝାଏ ତାହାକୁ ଆମେ ଅବସ୍ଥାବାଚକ ବିଶେଷଣ ପଦ କହିବା। ଗୋଟିଏ ଅବସ୍ଥାକୁ ବୁଝଉଥିବ, ଯେମିତିକି ଖସଡ଼ା ବାଟ, ଗରିବ ଲୋକ, ଛିଣ୍ଡା ଲୁଗା, ତଟକା ମାଛ, ଦଦରା ନାବ, ଭଙ୍ଗା ଖଟ ଆଉ ବୃଦ୍ଧ ଲୋକ। ଆଚ୍ଛା, ବାଟର ଅବସ୍ଥା କିପରି? ଖସଡ଼ା। ଗରିବ ଲୋକର ଅବସ୍ଥା କିପରି? ଗରିବ। ଲୁଗାର ଅବସ୍ଥା କିପରି? ଛିଣ୍ଡା।
ମାଛର ଅବସ୍ଥା କିପରି, ତଟକା, ନାବର ଅବସ୍ଥା କିପରି, ଦଦରା, ଖଟର ଅବସ୍ଥା କିପରି, ଭଙ୍ଗା, ଲୋକର ଅବସ୍ଥା କିପରି, ବୃଦ୍ଧ। ବୁଝିପାରିଲ? ତ ଇଏ ହେଉଛି ଅବସ୍ଥାବାଚକ ବିଶେଷଣର ଉଦାହରଣ। ତାପରେ ଆମେ ଆସିବା ସଂଖ୍ୟାବାଚକ ବିଶେଷଣ। ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ ସଂଖ୍ୟାକୁ ସୂଚିତ କରିଥାଏ ତାହାକୁ ଆମେ ସଂଖ୍ୟାବାଚକ ବିଶେଷଣ ପଦ କହିଥାଉ। ସଂଖ୍ୟାକୁ ସୂଚିତ କରୁଥିବ। ଏଠି କ'ଣ ଅଛି? ଟଙ୍କା, 30 ଟଙ୍କା, 90 ବର୍ଷ, 50 ଜଣ, 7 ସମୁଦ୍ର, ଏସବୁ ଗୋଟେ ଗୋଟେ ଦେଖିବା। ସମୁଦ୍ର, ଟଙ୍କା, ବର୍ଷ, ଜଣ, ଇଏ ସବୁ ହେଉଛି ଗୋଟେ ଗୋଟେ କ'ଣ? ବିଶେଷ୍ୟ। ତ ବିଶେଷଣ କେଉଁଟା? 30 ଗୋଟିଏ ସଂଖ୍ୟା, 90 ଗୋଟିଏ ସଂଖ୍ୟା, 50 ଗୋଟିଏ ସଂଖ୍ୟା, 7 ଗୋଟିଏ ସଂଖ୍ୟା। ଇଏ ସବୁ ସଂଖ୍ୟା ଗୁଡ଼ିକ ବିଶେଷ୍ୟ ପଦକୁ କ'ଣ କରୁଛି? ସୂଚିତ କରାଉଛି। ତ ଇଏ ସବୁ କ'ଣ ହେଉଛି? ବିଶେଷିତ କରାଉଛି। ତ ଏଗୁଡ଼ିକ ହେଉଛି ସଂଖ୍ୟାବାଚକ ବିଶେଷଣ ପଦ। ତାପରେ ଆସିଲା ପୂରଣବାଚକ ବିଶେଷଣ। ପୂରଣବାଚକ ବିଶେଷଣ କାହାକୁ କୁହାଯାଏ? 1, 2, 3 ପ୍ରଭୃତି ସଂଖ୍ୟାବାଚକ ଶବ୍ଦମାନଙ୍କରୁ ଉତ୍ପନ୍ନ ଅଥଚ ଗୋଟିଏ ବ୍ୟକ୍ତି ବା ବସ୍ତୁ ନିର୍ଦ୍ଦେଶ କରୁଥିବା ବିଶେଷଣ ପଦକୁ ପୂରଣବାଚକ ବିଶେଷଣ କୁହାଯାଏ। ଜାଣିଥିବ ଆମେ ଇଂଲିଶରେ ଯାହାକୁ ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼, ଫୋର୍ଥ, ଫିଫ୍ଥ, ସିକ୍ସ, ସେଭେନ୍ଥ କହୁଛୁ ଅର୍ଡ଼ିନାଲ ନମ୍ବର, ସେଇଟାକୁ ଆମେ ଓଡ଼ିଆରେ କହିଥାଉ ପୂରଣବାଚକ ବିଶେଷଣ। ଯେମିତିକି ଯେତେବେଳେ ଆମର ସଂଖ୍ୟାରେ ଆମେ ଯାହାକୁ 1 କହୁଛୁ ପୂରଣବାଚକରେ ହେବ ପ୍ରଥମ, 2 ଦ୍ୱିତୀୟ, 3 ତୃତୀୟ, 4 ଚତୁର୍ଥ, 5 ପଞ୍ଚମ, ଏଇଭଳି ହିସାବରେ ଯିବ। ତ ପ୍ରଥମ ପରୀକ୍ଷା, ପରୀକ୍ଷାଟି କିପରି? ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଝିଅ, ଏକାଦଶ ଅଧ୍ୟାୟ, ପଞ୍ଚମ ବେଦ, ଏ ସବୁ ଗୋଟେ ଗୋଟେ ପୂରଣବାଚକ ବିଶେଷଣ। ତ ସଂଖ୍ୟାବାଚକ ପୂରଣବାଚକ ବିଶେଷଣର କିଛି ଗୋଟେ ଉଦାହରଣ ଦେଇଛି। ଏଗୁଡ଼ାକ ସବୁ ଟିକେ ଟିକେ ଯେଉଁଟା ତୁମକୁ ମୁଁ ବୁଝେଇଲି, ଯେମିତିକି ହେଉଛି 10ର ଦଶମ, 4ର ଚତୁର୍ଥ, 3ର ତୃତୀୟ, 2ର ଦ୍ୱିତୀୟ, ଏଗୁଡ଼ାକ ସବୁ ଅଛି। ତାପରେ ଆସିଲା ପରିମାଣବାଚକ ବିଶେଷଣ। ଆଚ୍ଛା, ପରିମାଣବାଚକ ବିଶେଷଣ କ'ଣ? ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଉଥିବ ତାହାକୁ ଆମେ ପରିମାଣବାଚକ ବିଶେଷ୍ୟ କହିବା। ଆମେ ସଂଖ୍ୟାବାଚକଟାକୁ ଆମେ ହିସାବ କରିକିରି ସଂଖ୍ୟାରେ ତାକୁ ଗଣିଦେବା କି 2ଟା ପାରା, 5ଟା କୁକୁଡ଼ା, 6ଟା କୁକୁର ଆମେ ଗଣିଦେବା। କିନ୍ତୁ ପରିମାଣବାଚକ ବିଶେଷଣକୁ ଆମେ ଗଣି ପାରିବାନି। ତାକୁ ଗୋଟେ ଆମର ପରିମାଣ, ମାନେ ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପରିମାଣକୁ ସୂଚିତ କରୁଥିବ। ଟିକିଏ ଲୁଣ, ଲୁଣକୁ ଆମେ ଗଣିପାରିବା କି? ତାକୁ ଗୋଟେ ପରିମାଣ ହିସାବରେ ଆମେ ତାକୁ ଧରୁ, ଯେଉଁଟାକୁ ଆମେ ସଂଖ୍ୟାରେ ନ ନେଇପାରିବା ତାହାକୁ ଆମେ ପରିମାଣ ବୋଲି କହୁ। ଯେମିତିକି ଲେଖା ହେଇଛି କିଲେ ମାଛ, ଟିକିଏ ଲୁଣ, ବୋତଲେ ଘିଅ, ଏକରେ ଜମି, ସେରେ ଚାଉଳ, ଏ ସବୁ ହେଉଛି କ'ଣ? ପରିମାଣବାଚକ ବିଶେଷଣ। ତାପରେ ନେକ୍ସଟ ଆସିଲା ବିଧେୟ ବିଶେଷଣ। ବିଧେୟ ବିଶେଷଣ କ'ଣ? ପ୍ରୟୋଜନ ଦୃଷ୍ଟିରୁ କୌଣସି ବିଶେଷଣ ପଦ ବିଶେଷ୍ୟ ପଦର ପରେ ବ୍ୟବହୃତ ହେଲେ ତାହାକୁ ଆମେ ବିଧେୟ ବିଶେଷଣ ବୋଲି କହିଥାଉ। ସରଳ ଭାଷାରେ କହିଲେ ବିଶେଷ୍ୟ ପଦର ପରେ ଯଦି ଉଚ୍ଚାରଣ କରାଯିବ ତାହାକୁ ଆମେ ବିଧେୟ ବିଶେଷଣ କହିବା। ମୁଁ ଯେତେ ସବୁ ଜିନିଷ ପଢ଼ିଲି ଦେଖିଥିବ, ବିଶେଷ୍ୟ ପଦ ରହିବ ପରେ, ବିଶେଷଣ ରହିବ ପୂର୍ବ, ମାନେ ବିଶେଷ୍ୟର ପୂର୍ବରୁ ରହିବ କ'ଣ? ବିଶେଷଣ। କିନ୍ତୁ ଏଥିରେ କ'ଣ? ବିଶେଷଣ ପଦର ପରେ ରହିବ, ତାହାକୁ ଆମେ କହିବା କ'ଣ? ବିଧେୟ ବିଶେଷଣ। ଯେମିତିକି ମାନସ ବାବୁଙ୍କ ହୃଦୟ ନିର୍ମଳ, ଏଠି ନିର୍ମଳ ହେଉଛି ଶେଷରେ ଅଛି ହୃଦୟଟି କିପରି? ନିର୍ମଳ, ଇଏ ହେଉଛି ବିଧେୟ ବିଶେଷଣ। ଯେମିତିକି ତାଳ ଗଛଟି ଡେଙ୍ଗା, ତ ଡେଙ୍ଗା ହେବ କ'ଣ? ବିଧେୟ ବିଶେଷଣ। ପିଲାମାନେ ଦୁଷ୍ଟ ଅଟନ୍ତି, ପିଲାମାନେ ଦୁଷ୍ଟ ହେଉଛି ଗୋଟେ ବିଧେୟ ବିଶେଷଣ। ଲୋକଟି ସତୁଆ, ତ ସତିଆ ହେଉଛି ଗୋଟେ, ସତିଆ ଲେଖା ହେଇଛି ପିଲାମାନେ, ଲୋକଟି ହେଉଛି ସତିଆ, ସତିଆ ହେଉଛି ଗୋଟେ ବିଧେୟ ବିଶେଷଣ। ନାଁଟି ଦଦରା, ଦଦରା ହେଉଛି ଗୋଟେ ବିଧେୟ ବିଶେଷଣ। ତ ଏଇଗୁଡ଼ାକ ଟିକେ ମନେ ରଖିଦେଇଥିବ। ତ ନେକ୍ସଟ ଆସିଲା ବିଶେଷଣର ବିଶେଷଣ। ଏଇଟା ପିଲାମାନେ ବହୁତ ଇଣ୍ଟରେଷ୍ଟିଂ ବିଷୟଟା। ବିଶେଷଣର ବିଶେଷଣ। ଯେଉଁ ବିଶେଷଣ ପଦ ବାକ୍ୟର ଆଉ ଗୋଟିଏ ବିଶେଷଣ ପଦକୁ ବିଶେଷିତ କରେ ତାହାକୁ ବିଶେଷଣର ବିଶେଷଣ କୁହାଯାଏ।
ବିଶେଷଣ ପଦକୁ ବିଶେଷିତ କରେ। ମାନେ ବିଶେଷଣ ତ ଜାଣିଥିବ ଆଧିକ ପ୍ରକାଶ, ବିଶେଷଣର ଆଧିକ୍ୟ ପ୍ରକାଶ କରଉଥିବ, ଅଧିକ କରଉଥିବ। ତାହେଲେ କେମିତି ଜାଣିବା? ଯଦି ଲେଖା ହବ ବୈକୁଣ୍ଠ ବାବୁଙ୍କ ଝିଅ ଭଲ ପଢୁଛି, ଏତିକି ଯଦି ଲେଖା ହବ, ଖୁବଟାକୁ ଆମେ ଛାଡ଼ିଦବା, ଇଏ ହବ କଣ? ଗୋଟିଏ ବିଶେଷଣ। ବୁଝିପାରିଲ? ତ ଯଦି ଲେଖା ହବ ଖୁବ ଭଲ ପଢୁଛି, ଖୁବ ଭଲ ପଢୁଛି, ତ ଏଠି ଖୁବ ହଉଛି ଗୋଟିଏ ବିଶେଷଣର ବିଶେଷଣ। ସେମିତି ବର୍ତ୍ତମାନ ଭାରି ଖରାପ ସମୟ ଦେଇ ମୁଁ ଗତି କରୁଛି। ଏଠି ଦେଖ ଖରାପ ସମୟ ପୁଣି ଆଧିକ୍ୟ ପ୍ରକାଶ କରାଯାଉଛି। କେମିତି? ଭାରି ଖରାପ ସମୟ। ତ ଏଇଟା ଟିକେ ମନେ ରଖିଥିବ। ତ ଆମେ ଅତି ଭାଗ୍ୟବାନ ପିଲା, ଭାଗ୍ୟବାନ ପିଲା ନର୍ମାଲ ରହିଲା, କିନ୍ତୁ ବିଶେଷଣ ପୁଣି ତାକୁ ଆଧିକ୍ୟ ପ୍ରକାଶ କରିକି ଅତି ଭାଗ୍ୟବାନ ପିଲା। ତ ଇଏ ହଉଛି ବିଶେଷଣର ବିଶେଷଣ। ତାପରେ ଆସିଲା କ୍ରିୟାଜ ବିଶେଷଣ। କ୍ରିୟାରୁ ଜାତ ବା କ୍ରିୟାରୁ ଗଠିତ ପଦ ବିଶେଷ୍ୟ ପଦର ଗୁଣ ବା ଅବସ୍ଥାକୁ ବିଶେଷିତ କରୁଥିଲେ ତାହାକୁ ଆମେ କ୍ରିୟାବାଚକ ବିଶେଷଣ କହିବା। କ୍ରିୟାରୁ ଜାତ ବିଶେଷଣକୁ କ୍ରିୟାଜ ବିଶେଷଣ କୁହାଯାଏ। ଯେମିତିକି କ୍ରିୟା କ'ଣ? ଖାଇବା। କ୍ରିୟା କ'ଣ ପିଲାମାନେ? ଯେମିତିକି ଖାଇବା, ଖେଳିବା, ଏଗୁଡ଼ାକ ସବୁ ହେଉଛି ଗୋଟେ ଗୋଟେ କ୍ରିୟା। ତ କ୍ରିୟାଜ, କ୍ରିୟାରୁ ଜାତ, ଖେଳିବା ହେଇଥିବ ଯଦି ଲେଖା ହବ ଖେଳିଲା, ଯୋଉ ଖାଇଲା। ତ କ'ଣ ହବ? ଖାଇଲା, ଖେଳିଲା, ଗରଜିଲା। ଇଏ ସବୁ ହେଉଛି କ'ଣ? ଗୋଟେ ଗୋଟେ କ୍ରିୟାଜ ବିଶେଷଣ। ଉଦାହରଣ ଯେମିତିକି ଗରଜିଲା ମେଘ ବରଷେ ନାହିଁ, ଗୋପାଳ ଚଳନ୍ତା ଗାଡ଼ିରୁ ଖସି ପଡ଼ିଲା, ତ ଖାଇଲା ପୁଅ ରଙ୍କ, ଶୋଇଲା ପୁଅର ଭାଗ ନାହିଁ। ଏଠି ଖାଇଲା, ଶୋଇଲା, ଗରଜିଲା ଏ ସବୁ ହେଉଛି କ'ଣ ପିଲାମାନେ? କ୍ରିୟାଜ ବିଶେଷଣ। ତାପରେ ଆମେ ଯିବା କ୍ରିୟା ବିଶେଷଣ ପାଖକୁ। କ୍ରିୟାଜ ବିଶେଷଣ ତ ଜାଣିବା, ପୁଣି କ୍ରିୟା ବିଶେଷଣ କ'ଣ? କ୍ରିୟା ବିଶେଷଣ ହେଉଛି ଯେଉଁ ବିଶେଷଣ ପଦ କ୍ରିୟାକୁ ବିଶେଷିତ ବା ପ୍ରକାଶ କରେ ତାହାକୁ ଆମେ କ୍ରିୟାଜ ବିଶେଷଣ କହୁଛେ। କ୍ରିୟାକୁ ପ୍ରକାଶ କରୁଥିବ। ତମକୁ ମୁଁ କହିଛି, ତ ଏଠି ଲେଖା ହେଇଛି ଉଦାହରଣରେ ପବନ ଧୀରେ ଧୀରେ ବହୁଛି। ତ ବହୁଛି ଗୋଟିଏ କ୍ରିୟା, ବିଶେଷିତ କରୁଥିବ କ୍ରିୟାକୁ। ପବନଟି କିପରି ବହୁଛି? ଧୀରେ ଧୀରେ ବହୁଛି। ଘୋଡ଼ା ଶୀଘ୍ର ଦୌଡ଼ିପାରେ, ଦୌଡ଼ିପାରେ ଗୋଟେ କ୍ରିୟା। ଘୋଡ଼ାଟି କିପରି ଦୌଡ଼ିପାରେ? ଶୀଘ୍ର ଶୀଘ୍ର ଦୌଡ଼ିପାରେ। ତ ନେକ୍ସଟ କ'ଣ ଅଛି? ସେ ମୋ କାନରେ ଧୀରେ କହିଲା। କହିଲା ଗୋଟିଏ କ୍ରିୟା। କିପରି କହିଲା? ଧୀରେ କହିଲା। ତ ଦୀପଟି ମିଞ୍ଜି ମିଞ୍ଜି ହେଇ ଜଳୁଛି। ଦୀପଟି କିପରି ଜଳୁଛି? ମିଞ୍ଜି ମିଞ୍ଜି ହେଇ ଜଳୁଛି। ଯୋଉଠି କିପରି ପ୍ରଶ୍ନ ପଚାରିଲା ବେଳକୁ କିପରି ଆସୁଥିବ ଉତ୍ତର। ପବନ ଧୀରେ ଧୀରେ ବହୁଛି, ପବନ କିପରି ବହୁଛି? ଧୀରେ ଧୀରେ। ଘୋଡ଼ା ଶୀଘ୍ର ଦୌଡ଼ିପାରେ, ଘୋଡ଼ା କିପରି ଦୌଡ଼ିପାରେ? ଶୀଘ୍ର ଦୌଡ଼ିପାରେ। ତ ସେ ମୋ କାନରେ ଧୀରେ କହିଲା, ସେ ମୋ କାନରେ କିପରି କହିଲା? ଧୀରେ କହିଲା। ମନେ ରହିଲା ପିଲାମାନେ? ତାପରେ ତୁଳନାତ୍ମକ ବିଶେଷଣ। ତୁଳନାତ୍ମକ ବିଶେଷଣ ଯେଉଁଠି ଦୁଇ ବା ତତୋଧିକ ବିଶେଷ୍ୟ ମଧ୍ୟରେ ତୁଳନା କରାଯାଏ ତାହାକୁ ତୁଳନାତ୍ମକ ବିଶେଷଣ ପଦ କୁହାଯାଏ। ତୁଳନା କରାଯିବ। ହିମାଳୟ ପୃଥିବୀର ଉଚ୍ଚତମ ପର୍ବତ। ତ ଯେତେକ ସବୁ ପର୍ବତ ଅଛି ତା ଭିତରୁ ହିମାଳୟ ହେଉଛି ଉଚ୍ଚତମ ପର୍ବତ। ଏଠି ସବୁ ପର୍ବତ ମଧ୍ୟରେ ହିମାଳୟକୁ ତୁଳନା କରାଗଲା। ଏଠି ଉଚ୍ଚତମ ହେଉଛି ଗୋଟିଏ କ'ଣ? ତୁଳନାତ୍ମକ ବିଶେଷଣ। ତ ଏଇଟା ହେଉଛି ପ୍ରାଚୀନତମ ଗ୍ରନ୍ଥ। ବେଦ ହେଉଛି ପୃଥିବୀର ପ୍ରାଚୀନତମ ଗ୍ରନ୍ଥ। ଏଠି ପ୍ରାଚୀନତମ ହେଉଛି ଗୋଟିଏ ତୁଳନାତ୍ମକ ବିଶେଷଣ। ଯେମିତିକି ପ୍ରାଚୀନ, ପ୍ରାଚୀନତର, ପ୍ରାଚୀନତମ, କ୍ଷୁଦ୍ର, କ୍ଷୁଦ୍ରତର, କ୍ଷୁଦ୍ରତମ, ବୃହତ, ବୃହତ୍ତର, ବୃହତ୍ତମ। ଇଏ ସବୁଗୁଡ଼ିକ ହେଉଛି ତୁଳନାତ୍ମକ ବିଶେଷଣ।
ତ ନେକ୍ସଟ ଆମେ ଯିବା ସାର୍ବନାମିକ ବିଶେଷଣ ପାଖକୁ। ଯେଉଁ ସର୍ବନାମ ପଦ ବିଶେଷଣ ରୂପେ ବ୍ୟବହୃତ ହୋଇଥାଏ ତାହାକୁ ସାର୍ବନାମିକ ବିଶେଷଣ କୁହାଯାଏ। ଆଚ୍ଛା, ସର୍ବନାମ କାହାକୁ କୁହାଯାଏ? ନାମ ବଦଳରେ ଯାହା ବ୍ୟବହାର କରାଯାଏ। କ'ଣ? ନାମ ବଦଳରେ ଯାହା ବ୍ୟବହାର କରାଯାଏ ତାହାକୁ ଆମେ ସର୍ବନାମ ବୋଲି କହିବା। ଏଠି ଲେଖା ହେଇଛି ରାମ ପ୍ରତିଦିନ ବିଦ୍ୟାଳୟକୁ ଯାଏ। ଏଠି ରାମ ହେଉଛି କ'ଣ? ଗୋଟେ ବିଶେଷ୍ୟ। ତ ରାମ ନ ଲେଖା ହେଇକି ଯେତେବେଳେ ଲେଖା ହବ ସେ ଗୋଟିଏ ଉତ୍ତମ ଛାତ୍ର, ଏଠି ସେ ହେଇଯିବ ସର୍ବନାମ। ବୁଝିପାରିଲ? ତ ସର୍ବନାମକୁ ଇଂଲିଶରେ କ'ଣ କୁହନ୍ତି? ପ୍ରୋନାଉନ୍। ତ ଉଦାହରଣ ଦେବା। ଯେଉଁ ଘରେ ଧନ ଅଛି ସେହି ଘରେ ଚୋର ପଶିବେ। ଏଠି ଯେଉଁ ଆଉ ସେହି ଇଏ ହେଉଛି ଦୁଇଟା ଯାକ କ'ଣ? ଆମର ସର୍ବନାମିକ ବିଶେଷଣ। ଯେଉଁ କେଉଁ ଘର ନାଁ ତା ସେଥିରେ ମେନସନ୍ ନାହିଁ, ସେଇ ଘର ତାର ସେ ବି ନାଁ ବି କିଛି ମେନସନ୍ ନାହିଁ। ଇଏ ହେଉଛି କ'ଣ? ଦୁଇଟା ଯାକ ସର୍ବନାମିକ ବିଶେଷଣ। ସେ କଥା, କେଉଁ କଥା ତ ଆମେ ଜାଣିନେ କେଉଁ କଥା, ତ ସେ କଥା ମୋତେ ଶୁଣାଉନି। ସେ, ଯାହାର, ଯେମନ୍ତ, କେଉଁ, ଯେମିତି, ଇଏ ସବୁ ଗୋଟେ ଗୋଟେ କ'ଣ? ସର୍ବନାମ ବିଶେଷଣ। ତାପରେ ଯିବା ନେକ୍ସଟ ଅବୟ ବିଶେଷଣ। ଅବୟର ବିଶେଷଣ ବ୍ୟୟ ହୁଏନି, ପରିବର୍ତ୍ତନ ହୁଏନି, ତାକୁ ଆମେ ଅବୟ କହୁ। ଯେଉଁ ବିଶେଷଣ ପଦ ବାକ୍ୟରେ ଥିବା ଅବୟ ପଦର ଅର୍ଥକୁ ବିଶେଷ ଭାବରେ ଦେଖାଏ ବା ବିଶେଷିତ କରେ ତାହାକୁ ଆମେ ଅବୟ ବିଶେଷଣ କହିବା। ମୋତେ ଦେଖିଲା, ମୋତେ ଦିଶିଲା ଠିକ୍ ଯେପରି ଭୂତଟିଏ ମୋ ପାଖକୁ ଆସୁଛି। ଏଠାରେ ଠିକ୍ ହେଉଛି ବିଶେଷଣ ପଦ, ଯେପରି ହେଉଛି ଗୋଟିଏ ଅବୟ ପଦ। ସେମିତି ବିଶେଷ ରୂପୀ ବିଶେଷଣ। ଯେଉଁ ବିଶେଷ୍ୟ ପଦ ବିଶେଷଣ ରୂପେ ବ୍ୟବହୃତ ହୁଏ ତାହାକୁ ବିଶେଷ୍ୟ ରୂପୀ ବିଶେଷଣ କୁହାଯାଏ। ସୁନା ମୁଦି, ମୁଦିଟି କିପରି? ସୁନା। କାଠ ଖୁଣ୍ଟ, ଖୁଣ୍ଟଟି କିପରି? କାଠ। ଚାଳ ନଡ଼ା, ଚାଳ କିପରି? ନଡ଼ା, ନଡ଼ାରେ ତିଆରି। ତ ବିଶେଷଣର ବିଶେଷ୍ୟ ରୂପେ ବ୍ୟବହାର। ଓଡ଼ିଆ ବାକ୍ୟ ଗୁଡ଼ିକରେ ବିଭିନ୍ନ ବିଶେଷଣ ପଦକୁ ବିଶେଷ୍ୟ ରୂପେ ବ୍ୟବହାର କରାଯାଇଛି। ଦିନେ ନା ଦିନେ ଅତ୍ୟାଚାରୀର ବିନାଶ ଘଟେ। ଏଠି ଅତ୍ୟାଚାରୀ ହବ କ'ଣ? ବିଶେଷଣର ବିଶେଷଣ ବିଶେଷ୍ୟ ରୂପେ ବ୍ୟବହାର କରାଯାଇଛି। ତାପରେ ହେଲା ସାମ୍ବଧିକ ବିଶେଷଣ। ସାମ୍ବଧିକ ମୁଁ କହିଛି ବିଭକ୍ତିରେ, ଷଷ୍ଠୀ ବିଭକ୍ତିରେ ସମ୍ବନ୍ଧ ଷଷ୍ଠୀ ହୁଏ। ତ ଯେଉଁ ବିଶେଷ୍ୟ ପଦରେ ଷଷ୍ଠୀ ବିଭକ୍ତି ଯୁକ୍ତ ହୁଏ ତାହାକୁ ଆମେ ସାମ୍ବଧିକ ବା ସମ୍ବନ୍ଧ ସୂଚକ ବିଶେଷଣ ପଦ କହିଥାଉ। ତ ଉଦାହରଣ ଦେଖିବା କ'ଣ ଅଛି। ଆଉ ଗୋଟେ ଜିନିଷ, ସମ୍ବନ୍ଧବାଚକରେ ରଙ୍କର ମାନଙ୍କର ଥାଏ। ଆମେ ର ଜାଣିବା ଯେ ସେଟା ସମ୍ବନ୍ଧବାଚକ। ରାମ ବାବୁ ଜଣେ ଜାଣିବାର ଲୋକ। ଖାଇବାର ପୁତ୍ର ଗଲା ମଥୁରାପୁରକୁ। ତାପରି ଗୁଣର ପିଲା ମୁଁ ଦେଖି ନାହିଁ। ସେ ଯାହା କରୁଛି ଦେଖିବାର କଥା। ଏ ସଂସାରରେ ସମସ୍ତେ ସୁଖର ସାଥୀ। ଶ୍ରୀକୃଷ୍ଣ ମାତା ଯଶୋଦାଙ୍କର ଗଳାର ମାଳି ଥିଲେ। ଶକୁନ୍ତଳା ତା ସୁନାର ଚେନ୍ଟିକୁ ହଜାଇ ଦେଇଛି। ଏ ସବୁ ହେଉଛି କେଉଁ ବିଶେଷଣ? ଆମର କହିଥିଲି ସାମ୍ବଧିକ ବିଶେଷଣ। ଏଠି ସମ୍ବନ୍ଧ ପଦକୁ ସୂଚନା ଦେଉଛି। ଷଷ୍ଠୀ ବିଭକ୍ତିର ସୂଚନା ଦେଉଛି ଜାଣିବାର ଲୋକ। ଲୋକ ହେଲା ଲୋକ କ'ଣ? ଲୋକ ଏଠି ଗୋଟେ ବିଶେଷ୍ୟ, ଇଏ ଗୋଟେ ବିଶେଷ୍ୟ। ଜାଣିବାର ହେଉଛି ଗୋଟିଏ ବିଶେଷଣ। କି ବିଶେଷଣ? ସାମ୍ବଧିକ ବିଶେଷଣ। ବୁଝିପାରିଲ? ତ ଏଇଗୁଡ଼ାକ ହେଉଛି ତମର ଆଜି ସାମ୍ବଧିକ ବିଶେଷଣ ଆଉ ବିଶେଷ ବିଶେଷଣର ଆଲୋଚନା ଶେଷ ହେଇଛି। ଆମେ ନେକ୍ସଟ କ୍ଲାସରେ ସର୍ବନାମ, ଅବୟ, କ୍ରିୟା ଉପରେ ଆଲୋଚନା କରିବା। ତାପରେ MCQ ଯେଉଁଗୁଡ଼ାକ ସବୁ ଅଛି ପରୀକ୍ଷା ପାଇଁ ତମର ଯେଉଁ ଜରୁରୀ ତା ଉପରେ ଆଲୋଚନା କରିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଉ ଯଦି କିଛି ଡାଉଟ୍ ଥାଏ କି ମୋ ପାଠପଢ଼ାରେ କିଛି କେଉଁଠି କ'ଣ ତ୍ରୁଟି ରହିଯାଇଥାଏ କି କେଉଁ ଜିନିଷଟା ତୁମେ ବୁଝିପାରିନ ତାକୁ କମେଣ୍ଟ ମାଧ୍ୟମରେ ଜଣେଇବ।
ଧନ୍ୟବାଦ।